ସୁଭଦ୍ରା ଯୋଜନା ପାଇଁ ପୁଣି ଏକ ବଡ଼ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତ ମନ୍ତ୍ରୀ କହିଛନ୍ତି ଯେ ସୁଭଦ୍ରା ଯୋଜନାରେ ଏମାନଙ୍କୁ ମିଳିବ 6,500 ଟଙ୍କା ଏବଂ 5,500 ଟଙ୍କା। ତ ଆପଣମାନଙ୍କ ମନରେ ପ୍ରଶ୍ନ ହେଉଥିବ ଏହି 6,500 ଏବଂ 5,500 କେଉଁମାନଙ୍କୁ ମିଳିବ। ତ ଆପଣମାନେ ଭିଡ଼ିଓକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଫଳରେ ଆପଣମାନେ ଜାଣିପାରିବେ ଯେ କେଉଁମାନଙ୍କୁ ଏହି ପଇସାଟି ମିଳିବ। ତ ଦେଖନ୍ତୁ, ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ହେଉଥିବ ଏହା ଫେକ୍। ତ ଦେଖନ୍ତୁ ଆଜ୍ଞା, ଏହା ଫେକ୍ ନୁହେଁ। ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ନିଶ୍ଚିତ ଭାବରେ ଜାଣିପାରିବେ ଯେ ଏହି ପଇସାଟି କେଉଁମାନଙ୍କୁ ମିଳିବ। ଆଜି ମୁଁ ଆପଣମାନଙ୍କୁ ଲାଇଭ୍ ପ୍ରୁଫ୍ ସହିତ ଦେଖାଇଦେବି ନ୍ୟୁଜ୍ ମାଧ୍ୟମରେ କ'ଣ ପ୍ରକାଶ ପାଇଛି। ସବୁ ହିତାଧିକାରୀଙ୍କ ଘରେ ସୁଭଦ୍ରା ଯୋଜନା ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି। ଏହି କ୍ରମରେ ମହିଳାମାନେ ମଧ୍ୟ ଆବେଦନ କରିସାରିଛନ୍ତି। 6 ତାରିଖ ଅର୍ଥାତ୍ ଗୁରୁବାର ଦିନ ପଞ୍ଚମ ପର୍ଯ୍ୟାୟ ଟଙ୍କା ଖାତାକୁ ଯିବା ପରେ ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଛୁଇଁଛି। ଏହାରି ଭିତରେ ସୁଭଦ୍ରା ଆବେଦନ କରିବା ଶେଷ ତାରିଖ ବାବଦରେ ମଧ୍ୟ ସରକାର ଘୋଷଣା କରିଛନ୍ତି। ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସବୁକିଛି ଡିଟେଲ୍ସ କହିବି। ତ ଯଦି ଆପଣମାନେ ସେହି ତାରିଖ ଭିତରେ ଯଦି ଆବେଦନ କରିବେ ନିଶ୍ଚିତ ଭାବରେ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ। ଯଦି ଆପଣମାନେ ସେହି ତାରିଖ ଭିତରେ ଆବେଦନ ନ କରନ୍ତି ହୁଏତ ଆପଣମାନେ ସୁଭଦ୍ରା ଟଙ୍କା ପାଇବା ପାଇଁ ଯୋଗ୍ୟ ନୁହନ୍ତି। ତାପରେ ଆବେଦନ ପ୍ରକ୍ରିୟା ବନ୍ଦ ହେବା ପରେ ଡୋର୍ ଟୁ ଡୋର୍ ବୁଲି ସର୍ଭେ କରାଯିବ। ବାକି ରହିଯାଇଥିବା ହିତାଧିକାରୀଙ୍କ ପାଖରେ ସୁଭଦ୍ରା ଯୋଜନା ପହଞ୍ଚାଇବାକୁ ସରକାର ଚେଷ୍ଟା ଚଳାଉଛନ୍ତି। ତାପରେ ସର୍ଭେ ସରିବା ଯାଏଁ ଆବେଦନ ପ୍ରକ୍ରିୟାକୁ ବନ୍ଦ କରାଯିବ। ଏବେ ସୁଦ୍ଧା ସୁଭଦ୍ରାରେ 1,08,00,000 ମହିଳା ଆବେଦନ କରିଛନ୍ତି। ଆଉ ଆସନ୍ତା 8 ତାରିଖ ବା ଆସନ୍ତାକାଲି ଦିଆଯିବ ସୁଭଦ୍ରାର ଦ୍ୱିତୀୟ କିସ୍ତି। ଫିଲ୍ଡ ଭେରିଫିକେସନ୍ ପରେ ଯେଉଁମାନେ ରହିଯିବେ ସେମାନଙ୍କୁ ରକ୍ଷାବନ୍ଧନରେ ଏକାକାଳୀନ 3ଟି କିସ୍ତି ମିଳିବ। ଯେଉଁମାନେ ଯୋଗ୍ୟ ଏକାଥରେ ସେମାନେ ସୁଭଦ୍ରାର 3ଟି କିସ୍ତି ପାଇପାରିବେ। ଏହି ଗୋଟିଏ ଭିଡ଼ିଓରେ ଆପଣମାନେ ସବୁକିଛି ଡିଟେଲ୍ସ ଜାଣିପାରିବେ। ତେଣୁ ଭିଡ଼ିଓକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତେଣୁ ଡେରି ନ କରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଏହି ଖବର ଗତକାଲି 3:01 PM ପ୍ରକାଶ ପାଇଛି ନ୍ୟୁଜ୍ 18 ଓଡ଼ିଶାରେ। ତ ଆସନ୍ତୁ ଜାଣିବା ସେହି ଖବର କ'ଣ ରହିଛି। ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ସୁଭଦ୍ରା ଯୋଜନାରେ ଏମାନଙ୍କୁ ଗୋଟିଏ କିସ୍ତିରେ 5 ନୁହେଁ ମିଳିବ 6,500। ଜାଣନ୍ତୁ କାହିଁକି। ତ ଦେଖନ୍ତୁ ଆଜ୍ଞା, ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି ଯେ ସୁଭଦ୍ରା ଯୋଜନାରେ ଏମାନଙ୍କୁ ଗୋଟିଏ କିସ୍ତିରେ 5,000 ନୁହେଁ ମିଳିବ 6,500 ଟଙ୍କା। ତ କେଉଁମାନଙ୍କୁ ମିଳିବ ଆସନ୍ତୁ ଜାଣିବା। ସୁଭଦ୍ରା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ପୁରସ୍କାର। ଅଙ୍ଗନବାଡ଼ି କର୍ମୀ 1,500 ଟଙ୍କା। ସେହିପରି ସହାୟିକାଙ୍କୁ 500 ଟଙ୍କାର ପୁରସ୍କାର ମଧ୍ୟ ମିଳିବ। ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦେଖନ୍ତୁ ଆଜ୍ଞା, ଏହି ସୁଭଦ୍ରା ଯୋଜନାରେ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ପୁରସ୍କାର। ତ କେଉଁଦିନ ମିଳିବ ଏହି ପୁରସ୍କାର? ଆସନ୍ତାକାଲି ଏହି ପୁରସ୍କାର ମିଳିବ ବୋଲି ଆଶା କରାଯାଉଛି। ତ ଅଙ୍ଗନବାଡ଼ି କର୍ମୀଙ୍କୁ 1,500 ଟଙ୍କା ପୁରସ୍କାର ଦିଆଯିବ। ସେହିପରି ସେମାନେ 5,000 ଟଙ୍କା ଯଦି ସୁଭଦ୍ରା ଯୋଜନାରେ ପାଇଲେ ତାପରେ ଅଧିକା 1,500 ଟଙ୍କା ବା 6,500 ଟଙ୍କା ପାଇପାରିବେ। ତାପରେ ଅଙ୍ଗନବାଡ଼ି ହେଲ୍ପରଙ୍କୁ 500 ଟଙ୍କା ପୁରସ୍କାର ଦିଆଯିବ। ଯଦି ସେମାନେ 5,000 ଟଙ୍କା ସୁଭଦ୍ରା ଯୋଜନା ପାଇଲେ ଅଧିକା 500 ବା 5,500 ଟଙ୍କା ଅଙ୍ଗନବାଡ଼ି ହେଲ୍ପର ପାଇପାରିବେ। ତାପରେ ଆଜି ମହିଳାଙ୍କ ଖାତାକୁ ଏକମ କିସ୍ତି ପଞ୍ଚମ ପର୍ଯ୍ୟାୟ ଟଙ୍କା ଯାଇଛି। 2,30,000ରୁ ଅଧିକ ହିତାଧିକାରୀ ପାଇଛନ୍ତି ଏହି ସହାୟତା। କୋଟିଏ ଛୁଇଁଲା ହିତାଧିକାରୀଙ୍କ ସଂଖ୍ୟା। ତାପରେ ଯେଉଁ ମହିଳାମାନେ ବର୍ତ୍ତମାନ ସୁଦ୍ଧା ଟଙ୍କା ପାଇନାହାନ୍ତି କିମ୍ବା ଦ୍ୱିତୀୟ କିସ୍ତିରେ ଟଙ୍କା ପାଇବେ ନାହିଁ ସେମାନେ ମଧ୍ୟ ସୁଭଦ୍ରାରୁ ବଞ୍ଚିତ ହେବେ ନାହିଁ ବୋଲି ପୂର୍ବରୁ ପ୍ରଭାତୀ
ସ୍ପଷ୍ଟ କରିସାରିଛନ୍ତି। ସୁଭଦ୍ରା ଯୋଜନା ପ୍ରତି ଘରେ ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଦେଖନ୍ତୁ ଆଜ୍ଞା, ଯେଉଁ ମହିଳାମାନେ ବର୍ତ୍ତମାନ ସୁଦ୍ଧା ଟଙ୍କା ପାଇନାହାନ୍ତି କିମ୍ବା ଦ୍ୱିତୀୟ କିସ୍ତିରେ ଟଙ୍କା ପାଇବେ ନାହିଁ, ସେମାନେ ମଧ୍ୟ ସୁଭଦ୍ରାରୁ ବଞ୍ଚିତ ହେବେ ନାହିଁ ବୋଲି ପୂର୍ବରୁ ପ୍ରଭାତୀ ପରିଡ଼ା କହିସାରିଛନ୍ତି। ତାପରେ ସୁଭଦ୍ରା ଯୋଜନାର ପ୍ରତି ଘରେ ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତାପରେ ଏହି କ୍ରମରେ ଡୋର୍ ଟୁ ଡୋର୍ ଯାଇ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ଏହି ପ୍ରକ୍ରିୟାରେ ଅଙ୍ଗନବାଡ଼ି କର୍ମୀ ମଧ୍ୟ ସାମିଲ ରହିବେ। ସୁଭଦ୍ରା ଯୋଜନା ଆରମ୍ଭରୁ ଅଙ୍ଗନବାଡ଼ି କର୍ମୀଙ୍କର ନିରନ୍ତର ସହଯୋଗ ରହିଆସିଛି। ଦେଖନ୍ତୁ ଆଜ୍ଞା, ଆଉ ଗୋଟିଏ ଭଲ ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତ ଦେଖନ୍ତୁ, ଏହି କ୍ରମରେ ଡୋର୍ ଟୁ ଡୋର୍ ଯାଇ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ଏହି ପ୍ରକ୍ରିୟାରେ ଅଙ୍ଗନବାଡ଼ି କର୍ମୀ ମଧ୍ୟ ସାମିଲ ରହିବେ। ତାପରେ ସୁଭଦ୍ରା ଯୋଜନା ଆରମ୍ଭରୁ ଅଙ୍ଗନବାଡ଼ି କର୍ମୀଙ୍କର ସବୁବେଳେ ସହଯୋଗ ରହିଆସିଛି। ତ ଦେଖନ୍ତୁ, ସେଥିପାଇଁ ସରକାର ସେମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ଚିନ୍ତା କରିଛନ୍ତି। ଏପରି ହେଲେ ସୁଭଦ୍ରା ଟଙ୍କା ସହ ସେମାନଙ୍କୁ ଅତିରିକ୍ତ 1,500 ଟଙ୍କା ପ୍ରଦାନ କରାଯିବ। ସେହିଭଳି ଅଙ୍ଗନବାଡ଼ି ସହାୟିକାଙ୍କୁ ଅତିରିକ୍ତ 500 ଟଙ୍କା ପ୍ରଦାନ କରିବେ ସରକାର। ଦେଖନ୍ତୁ ଆଜ୍ଞା, ଏହି ସୁଭଦ୍ରା ଯୋଜନା ପାଇଁ ଅଙ୍ଗନବାଡ଼ି କର୍ମୀ ଏବଂ ଅଙ୍ଗନବାଡ଼ି ହେଲ୍ପର ପ୍ରଥମରୁ ସହଯୋଗ କରିଛନ୍ତି। ତେଣୁ ସେମାନଙ୍କୁ ପୁରସ୍କାର ଦିଆଯିବ। ସେହି ପୁରସ୍କାର ବାବଦରେ ଅଙ୍ଗନବାଡ଼ି କର୍ମୀଙ୍କୁ 1,500 ଟଙ୍କା ଦିଆଯିବ ଏବଂ ଅଙ୍ଗନବାଡ଼ି ହେଲ୍ପରମାନଙ୍କୁ 500 ଟଙ୍କା ପ୍ରଦାନ କରିବେ ସରକାର। ତାପରେ ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନା ରାଶି ପ୍ରଦାନ କରାଯାଉଛି। ତେବେ ଉପମୁଖ୍ୟମନ୍ତ୍ରୀ ଘୋଷଣା ପରେ ସେମାନଙ୍କୁ ଏକକାଳୀନ 6,500 ଟଙ୍କା ପ୍ରଦାନ କରାଯିବ। ସରଳ ଭାଷାରେ କହିବାକୁ ଗଲେ ହିତାଧିକାରୀ ଭାବେ ସେମାନେ ପ୍ରତି କିସ୍ତିରେ 5,000 ଲେଖାଏଁ ପାଇବେ, କିନ୍ତୁ ପ୍ରୋତ୍ସାହନ ରାଶି ଭାବେ ସେମାନଙ୍କୁ ଥରେ ମାତ୍ର 1,500 ଟଙ୍କା ମିଳିବ। ଏହି କ୍ରମରେ ମାର୍ଚ୍ଚ 8ରେ ଆସିବାକୁ ଯାଉଥିବା ବା ଆସନ୍ତାକାଲି ଆସିବାକୁ ଯାଉଥିବା ଦ୍ୱିତୀୟ କିସ୍ତିରେ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରିପାରନ୍ତି ସରକାର। ଦେଖନ୍ତୁ ଆଜ୍ଞା, ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନା ରାଶି ପ୍ରଦାନ କରାଯାଉଛି। ତେବେ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏକକାଳୀନ 6,500 ଟଙ୍କା ପ୍ରଦାନ କରାଯିବ। ଦେଖନ୍ତୁ ଆଜ୍ଞା, ଥରେ ମାତ୍ର 6,500 ଟଙ୍କା ସରକାର ପ୍ରଦାନ କରିବେ, କିନ୍ତୁ ପ୍ରୋତ୍ସାହନ ରାଶି ଭାବେ ସେମାନଙ୍କୁ ଥରେ ମାତ୍ର 1,500 ଟଙ୍କା ମିଳିପାରିବ। ତ ଏହି କ୍ରମରେ ଆସନ୍ତାକାଲି ବା ମାର୍ଚ୍ଚ 8 ତାରିଖରେ ଆସିବାକୁ ଯାଉଥିବା ଦ୍ୱିତୀୟ କିସ୍ତିରେ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରିପାରନ୍ତି ସରକାର। ଦେଖନ୍ତୁ ଆଜ୍ଞା, ଆସନ୍ତାକାଲି ଏହି ଅଙ୍ଗନବାଡ଼ି କର୍ମୀ ଏବଂ ଅଙ୍ଗନବାଡ଼ି ହେଲ୍ପରମାନଙ୍କୁ ଏହି ପ୍ରୋତ୍ସାହନ ରାଶି ସରକାର ଦେଇପାରନ୍ତି ବୋଲି ଆଶା ରଖାଯାଉଛି। ତେଣୁ ଆସନ୍ତାକାଲି ସମସ୍ତେ ଏହି ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପାଇପାରିବେ। ଆପଣମାନେ ଚିନ୍ତା କରନ୍ତୁନି, ଯଦି ଆପଣମାନଙ୍କ ଡକୁମେଣ୍ଟସ୍ ବା ସବୁକିଛି ତଥ୍ୟ ଠିକ୍ ଥାଏ ତେବେ ଆପଣମାନେ ନିଶ୍ଚିତ ଭାବରେ ଏହି ସୁଭଦ୍ରା ଯୋଜନା ଆସନ୍ତାକାଲି ପାଇପାରିବେ। ତ ଏହା ଥିଲା ଛୋଟିଆ ଅପଡ଼େଟ୍। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତେଣୁ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।